ଦକ୍ଷିଣ ଓଡ଼ିଶାରେ ଯେଉଁ ପ୍ରକାର ଭାବରେ ରେଳବାଇର ବିକାଶ ହେବା କଥା ସେଟା ହେଇପାରି ନାହିଁ ଏବଂ ସେଥିପାଇଁ ଦକ୍ଷିଣ ଓଡ଼ିଶା ରେଳପଥ ଉନ୍ନୟନ ମିଳିତ କ୍ରିୟାନୁଷ୍ଠାନ କମିଟି ସାଉଥ୍ ଓଡ଼ିଶା ରେଲୱେ ଡେଭଲପମେଣ୍ଟ ଜଏଣ୍ଟ ଆକ୍ସନ କମିଟିର ସଦସ୍ୟମାନେ ଦିଲ୍ଲୀ ଆସିଥିଲେ ଏବଂ ଆସିଲା ପରେ ସେମାନେ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଥିଲେ କହିଥିଲେ କି ତାଙ୍କର ଅନେକ ଗୁଡ଼ିକ ଦାବି ରହିଛି ଦକ୍ଷିଣ ଓଡ଼ିଶା ଏବଂ ବିଶେଷ କରି ରେଳବାଇ କ୍ଷେତ୍ରରେ ଯେଉଁ ଯେଉଁ ପ୍ରସଙ୍ଗ ଗୁଡ଼ିକ ଅଛି ତାକୁ ଉତ୍ଥାପନ କରିଥିଲେ ଯେତେବେଳେ ତାଙ୍କର ଏହିସବୁ ପ୍ରସଙ୍ଗ ଗୁଡ଼ିକ ମୋର ନଜରକୁ ଆସିଲା ଓ ଦୃଷ୍ଟି ଆକର୍ଷଣ କଲା ସେତେବେଳେ ମୁଁ ମଧ୍ୟ ତାଙ୍କ ସହିତ ଯୋଡ଼ି ହୋଇ ମାନ୍ୟବର କେନ୍ଦ୍ରମନ୍ତ୍ରୀ ରେଳବାଇ ଶ୍ରୀ ଅଶ୍ୱିନୀ ବୈଷ୍ଣବଜୀଙ୍କୁ ଗୋଟେ ଚିଠି ଲେଖିଛି। ସେଇ ଚିଠିରେ ଏଇ ଯେଉଁ ପ୍ଲାଟଫର୍ମ ଅଛି ଏଇ ଯେଉଁ ଫୋରମ୍ ଅଛି ସେଇ ଫୋରମ୍ର ସଦସ୍ୟମାନେ ଯାହା ଯାହା ଇସ୍ୟୁଜ୍ ରେଜ୍ କରିଥିଲେ ସେଟାକୁ ମଧ୍ୟ ସେଥିରେ ରଖିଛି ଯଥା ଯେଉଁ ରେଲୱେ ଲାଇନ୍ ଗୁଡ଼ିକର ପର୍ଯ୍ୟନ୍ତ ଆପ୍ରୁଭାଲ୍ ହେଇନାହିଁ ସାଙ୍କସନ୍ ହେଇନାହିଁ ବୋଲି ଆମର ଓଡ଼ିଶା ରେଳପଥ ଉନ୍ନୟନ ମିଳିତ କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ କହିଛନ୍ତି ସେ ରେଳୱେ ଲାଇନ୍ ଗୁଡ଼ିକ କେତେ ଜଲ୍ଦି ଆପ୍ରୁଭାଲ୍ ହେଇପାରିବ ଯେଉଁ ରେଲୱେ ଲାଇନ୍ ଗୁଡ଼ିକ ସର୍ଭେ ଷ୍ଟେଜ୍ରେ ଅଛି ହେଇପାରି ନାହିଁ ଯେଉଁ ରେଲୱେ ଲାଇନ୍ ଗୁଡ଼ାକର ପ୍ରୋଗ୍ରେସ୍ ବହୁତ ସ୍ଲୋ ଅଛି ଦକ୍ଷିଣ ଓଡ଼ିଶାରେ ନ୍ୟାସନାଲ୍ ଇନଫ୍ରାଷ୍ଟ୍ରକ୍ଚର ଇନିସିଏଟିଭ୍ରେ ସାମିଲ କରିବାର ଆବଶ୍ୟକତା ରହିଛି ବ୍ରହ୍ମପୁର ରେଲୱେ ଷ୍ଟେସନ ଅପଗ୍ରେଡେସନ୍ ରହିଛି କୋଚିଂ ଡିପୋ ଗୋଳନ୍ତରାରେ ରହିଛି ଏସବୁର ପ୍ରସଙ୍ଗ ଗୁଡ଼ିକ ବହୁତ ସୁନ୍ଦର ଭାବରେ ଆମର ଦକ୍ଷିଣ ଓଡ଼ିଶା ରେଳପଥ ଉନ୍ନୟନ ମିଳିତ କ୍ରିୟାନୁଷ୍ଠାନ କମିଟି ସାଉଥ୍ ଓଡ଼ିଶା ରେଲୱେ ଡେଭଲପମେଣ୍ଟ ଜଏଣ୍ଟ ଆକ୍ସନ କମିଟିର ସଦସ୍ୟମାନେ ସୁଦୂର ଦିଲ୍ଲୀ ଆସି ସେମାନେ ଯେଉଁ ପ୍ରକାର ଭାବରେ ବିକ୍ଷୋଭ ପ୍ରଦର୍ଶନ କରି ଦାବିଗୁଡ଼ିକ ରଖିଛନ୍ତି ଏହା ଏକ ସ୍ୱାଗତଯୋଗ୍ୟ ବିଷୟ ଏବଂ ତାଙ୍କର ଏହି ଦାବିଗୁଡ଼ିକ ସହିତ ମୁଁ ନିଜକୁ ସଂଲଗ୍ନ କରି ଏହି ଚିଠିଟି ଲେଖିଛି ଇମେଲ୍ ପଠାଇଛି ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଜୀଙ୍କୁ ମୁଁ ଆଶା କରୁଛି ମାନ୍ୟବର କେନ୍ଦ୍ରମନ୍ତ୍ରୀ ୟା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଏବଂ ଯେଉଁ କ୍ରିୟାନୁଷ୍ଠାନ କମିଟିର ଯେଉଁ ସବୁ ଡିମାଣ୍ଡ ଗୁଡ଼ିକ ଅଛି ତାକୁ ଗୁରୁତ୍ୱ ସହିତ